ସମ୍ବଲପୁର ସହରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ବିଦ୍ୟାଳୟର 50ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ଇନ୍ଦ୍ରାନୁଜ ପଣ୍ଡାଙ୍କ ଦ୍ୱାରା ଆଧ୍ୟାତ୍ମିକ ପତାକା ଉତ୍ତୋଳନ ହୋଇ ସମାଧି ନିକଟରେ ସାମୂହିକ ଧ୍ୟାନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍କୁଲ ପରିସରରେ ଥିବା ପେଣ୍ଡାଲରେ ଅନୁଷ୍ଠିତ ସଭାରେ ପୂର୍ବତନ ସମ୍ପାଦକ ତଥା ଟ୍ରଷ୍ଟି ଡକ୍ଟର ବାବଲୁ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ଡକ୍ଟର ନିରୁପମା ବଡ଼ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ଇନ୍ଦ୍ରାନୁଜ ପଣ୍ଡା ବକ୍ତା ଭାବେ ଯୋଗଦେଇ ଏହି ସ୍କୁଲର ଗାରିମା ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଫଟୋରେ ଧୂପ ପୁଷ୍ପ ଅର୍ପଣ ପରେ ସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପୂର୍ବତନ ଯୁଗ୍ମ ସମ୍ପାଦକ ଉଦିତ ବାବୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଶ୍ରୀ ବ୍ରଜକିଶୋର ହୋତା ସ୍କୁଲର 50 ବର୍ଷର ଇତିହାସ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ସମ୍ପାଦକ ବୀରେନ୍ଦ୍ର କୁମାର ପାଣିଗ୍ରାହୀ ଏହି ସଭାକୁ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ବିଶେଶ୍ୱର ବସ୍ତିଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନର୍ସରୀର କୁନି କୁନି ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟଗୀତ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିବା ନେଇ ସୂଚନା ମିଳିଛି।